ମୁଁ ଶୁଭ ଆପଣ ଦେଖୁଛନ୍ତି ପ୍ରଧାନ ସ୍ପୋର୍ଟସ୍ ନ୍ୟୁଜ୍। ପୁଣି ଥରେ ବିଶ୍ୱ ଚାମ୍ପିୟନ୍ ହେଲେ ଭାରତୀୟ ଦଳ। ହଁ ଆଜ୍ଞା, ଭାରତୀୟ ଦଳ ଐତିହାସିକ ବିଜୟ। ଦୃଷ୍ଟିବାଧିତ T20 ବିଶ୍ୱକପ୍ ଚାମ୍ପିୟନ୍ ହେଲା ଟିମ୍ ଇଣ୍ଡିଆ। ଭାରତୀୟ ମହିଳା ଦୃଷ୍ଟିହୀନ କ୍ରିକେଟ୍ ଦଳ ଇତିହାସ ରଚିଛି। ଭାରତୀୟ ଦଳ ଶ୍ରୀଲଙ୍କାରେ ଖେଳାଯାଇଥିବା ପ୍ରଥମ ମହିଳା ଦୃଷ୍ଟିବାଧିତ T20 ବିଶ୍ୱକପ୍ ଜିତିଛି। ଭାରତୀୟ ମହିଳା ଦୃଷ୍ଟିହୀନ କ୍ରିକେଟ୍ ଦଳ ଏକପାଖିଆ ଭାବରେ ଫାଇନାଲରେ ନେପାଳକୁ ପରାସ୍ତ କରିଛି। ଭାରତ ପୁରା ଟୁର୍ଣ୍ଣାମେଣ୍ଟରେ ଅପରାଜିତ ରହିଲା ଏବଂ ଫାଇନାଲରେ ତା'ର ପ୍ରାଧାନ୍ୟ ବଜାୟ ରଖିଲା। ଭାରତୀୟ ଦଳ ଫାଇନାଲରେ ନେପାଳକୁ 7 ୱିକେଟରେ ପରାସ୍ତ କରି ବିଜୟ ହାସଲ କଲା। ଭାରତୀୟ ଦଳ ଐତିହାସିକ ବିଜୟ ବିଷୟରେ ଆପଣମାନେ ଜାଣି ରଖନ୍ତୁ। ଫାଇନାଲ ମ୍ୟାଚ୍ରେ ଭାରତ ଟସ୍ ଜିତି ନେପାଳକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା, ଯାହା ଏକ ବୁଦ୍ଧିମାନ ନିଷ୍ପତ୍ତି ବୋଲି ପ୍ରମାଣିତ ହେଲା। ନେପାଳ ଦଳ 20 ଓଭରରେ 5 ୱିକେଟ୍ ହରାଇ ମାତ୍ର 114 ରନ୍ କରିପାରିଥିଲେ। ସରିତା ଘିମିରେ ସର୍ବାଧିକ 35 ରନ୍ କରିଥିଲେ, ଯେତେବେଳେ ବିମଳା ରାୟ 26 ରନ୍ କରିଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ 2 ଅଙ୍କ ଛୁଇଁ ପାରିନଥିଲେ, ଯାହାଫଳରେ ସ୍କୋର କମ୍ ହୋଇଥିଲା। ଏହି ସମୟରେ ଭାରତ ପକ୍ଷରୁ ଯମୁନା ରାଣୀ, ଟୁଡୁ ଏବଂ ଅନୁ କୁମାରୀ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ଭାରତୀୟ ଦଳ ମାତ୍ର 12 ଓଭରରେ ଲକ୍ଷ୍ୟ ହାସଲ କରି 47 ବଲ୍ ବାକି ଥାଇ ବିଜୟୀ ହୋଇଥିଲା। ଦଳର ସବୁଠାରୁ ବଡ଼ ମ୍ୟାଚ୍ ବିଜେତା ଫୁଲା ସରେନ ଥିଲେ, ଯିଏ 27 ବଲ୍ରୁ 4 ଚୌକା ସହିତ 44 ରନ୍ କରିଥିଲେ। କରୁଣା କେ ମଧ୍ୟ 27ଟି ବଲ୍ରୁ 42 ରନ୍ର ବିସ୍ଫୋରକ ଇନିଂସ ଖେଳିଥିଲେ। ବାସନ୍ତୀ ହାଁସଦା 13 ରନ୍ କରି ଅପରାଜିତ ରହି ଦଳକୁ ବିଜୟୀ କରିଥିଲେ। ଏହି ରନ୍ ପିଛା ସମୟରେ ଭାରତ କେବଳ 3ଟି ୱିକେଟ୍ ହରାଇଥିଲା। କ୍ରମାଗତ 7ଟି ମ୍ୟାଚ୍ ଜିତିଛି ଭାରତ। ଭାରତୀୟ ମହିଳା ଦୃଷ୍ଟିହୀନ କ୍ରିକେଟ୍ ଦଳ ଶ୍ରୀଲଙ୍କାକୁ 10 ୱିକେଟ୍ରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟର ଆରମ୍ଭ କରିଥିଲା। ଏହାପରେ ସେମାନେ ଅଷ୍ଟ୍ରେଲିଆକୁ 209 ରନ୍ରେ ପରାସ୍ତ କରିଥିଲେ। ଏହାପରେ ସେମାନେ ନେପାଳକୁ 85 ରନ୍ରେ ପରାସ୍ତ କରିଥିଲେ। ଏହାପରେ ଦଳ 10 ୱିକେଟ୍ରେ ଆମେରିକା ବିପକ୍ଷରେ ମ୍ୟାଚ୍ ଜିତିଥିଲେ। ଭାରତ ମଧ୍ୟ ପାକିସ୍ତାନ ବିପକ୍ଷରେ 8 ୱିକେଟ୍ରେ ବିଜୟୀ ହୋଇଥିଲା। ଏହାପରେ ସେମାନେ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ 9 ୱିକେଟ୍ରେ ପରାସ୍ତ କରି ଫାଇନାଲରେ ସ୍ଥାନ ସୁରକ୍ଷିତ କରିଥିଲେ ଆଉ ଫାଇନାଲରେ ଆମ ତିରଙ୍ଗା ଲହେରାଇଥିଲେ। ସେଥିପାଇଁ ଆମେ ବହୁତ ଖୁସି ଯେ ଆମ ଭାରତୀୟ ଦଳ ମାନେ ଭାରତୀୟ କ୍ରିକେଟ୍ ଦଳ ଯେକୌଣସି ଫର୍ମାଟ୍ରେ ହେଉନା କାହିଁକି, ଯେକୌଣସି ଟିମ୍ ହୁଅନ୍ତୁ ନା କାହିଁକି, ସମସ୍ତେ ବର୍ତ୍ତମାନ ମାନେ ଆମ ଭାରତର ଏହି କ୍ରିକେଟ୍ ପରମ୍ପରାକୁ ଆଗକୁ ବହୁତ ବେଷ୍ଟ କରି ମାନେ ବହୁତ ଖତରନାକ ହେଇଯାଉଛନ୍ତି। କିନ୍ତୁ ଆମେ ଦେଖା ହେବ ଅନ୍ୟ ଏକ ନ୍ୟୁଜ୍ ଅପଡ଼େଟ୍ ସହିତ। ରହୁଛି, ନମସ୍କାର, ଜୟ ଜଗନ୍ନାଥ, ଜୟ